ଏହି ମେସିନ୍ଟି କ'ଣ ଆପଣ ଜାଣିଛନ୍ତି? ଓଡ଼ିଶାରେ ପ୍ରାୟତଃ ଏହି ମେସିନ୍ଟି କାହା ଘରେ ନଥିବ, କିନ୍ତୁ ଦିଲ୍ଲୀର ଘରେ ଘରେ ଏହି ମେସିନ୍ ରଖିବାକୁ ସେମାନେ ବାଧ୍ୟ। ଏ ମେସିନ୍ଟି ହେଉଛି ଏୟାର ପ୍ୟୁରିଫାୟର। ଆମର ପରିବେଶରେ ଯେଉଁ ଦୂଷିତ ବାୟୁ ଥାଏ ତାକୁ ଏହା ଫିଲ୍ଟର ଆଉଟ୍ କରିଥାଏ। ଆପଣମାନେ ନିଶ୍ଚୟ ଜାଣିଥିବେ କି ଦିଲ୍ଲୀରେ ବାୟୁ ପ୍ରଦୂଷଣ କେତେ ମାତ୍ରାରେ ବଢ଼ି ଚାଲିଛି। ଓଡ଼ିଶାରେ ମଧ୍ୟ ବାୟୁ ପ୍ରଦୂଷଣ ବହୁତ ମାତ୍ରାରେ ବଢ଼ି ଚାଲିଛି। ଆପଣମାନେ ନିଶ୍ଚୟ ଜାଣିଥିବେ AQI ବୋଲି ଗୋଟେ ଇଣ୍ଡେକ୍ସ ଅଛି, ଯାହାକୁ ଆମେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବୋଲି କହିଥାଉ ଏବଂ ଏହାର କିଛି କିଛି ରେଞ୍ଜ ଥାଏ ଏବଂ ସେହି ରେଞ୍ଜ ହିସାବରେ ଆମେ ବାୟୁ ପ୍ରଦୂଷଣକୁ ଡିଫରେଣ୍ଟ କ୍ୟାଟେଗୋରାଇଜ୍ କରିଥାଉ। ଯେମିତିକି ଯଦି ରେଞ୍ଜଟି 0ରୁ 50 ଭିତରେ ରହିଲା ତ ଏହା ବହୁତ ମିନିମମ୍ ଏଫେକ୍ଟ ପକାଇବ ଆମର ହେଲ୍ଥ ଉପରେ, ଏବଂ ଯଦି ଏହା 50ରୁ 100 ଭିତରେ ରହିଲା କିଛି ସେନ୍ସିଟିଭ୍ ଇଣ୍ଡିଭିଜୁଆଲଙ୍କ ଉପରେ ହିଁ ଖାଲି ଏଫେକ୍ଟଟା ପକାଇବ। କିନ୍ତୁ ଯେତେବେଳେ ଏହା ବଢ଼ି ଚାଲିବ 100ରୁ 200 ହୋଇଯିବ, ସେତେବେଳେ ଆମର ବ୍ରିଦିଂ ପ୍ରୋବ୍ଲେମ୍ ଦେଖାଯିବ ଏବଂ ଯେତେବେଳେ ଏହା ଅଧିକ ମାତ୍ରାରେ ବଢ଼ିଯିବ, ଯେମିତି 400ରୁ ଅଧିକା ହୋଇଯିବ, ସେତେବେଳେ ଏହା ଗୋଟେ ହେଲ୍ଥ ଏମର୍ଜେନ୍ସି ହୋଇଯିବ। ଏବଂ ଯେତେବେଳେ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ହୋଇଥାଏ ଆମର ଦେହର କ'ଣ କ୍ଷତି କରିଥାଏ? ଫର୍ଷ୍ଟ ହେଉଛି ତ ଆମର ରେସ୍ପିରେଟରୀ ସିଷ୍ଟମ୍ ଉପରେ ବହୁତ ମାତ୍ରାରେ ଏହା ଏଫେକ୍ଟ କରିଥାଏ ଏବଂ ଯେହେତୁ ଆମେ ଇନ୍ସପିରେସନ୍ରେ ଗୋଟେ ଖରାପ କ୍ୱାଲିଟିର ଏୟାରକୁ ଇନହେଲ୍ କରିଥାଉ, ତାହା ଆମର ଲଙ୍ଗସ୍ ଉପରେ ବହୁତ ମାତ୍ରାରେ ଇଫେକ୍ଟ କରିଥାଏ। କେତେବେଳେ ଧଇଁସଇଁ ଲାଗିଥାଏ, କେତେବେଳେ ଚେଷ୍ଟ କଞ୍ଜେସନ୍ ହେଲା ଭଳିଆ ଲାଗିଥାଏ, କେତେବେଳେ ଆସ୍ଥମା ଟାଇପ୍ର ସିମ୍ପଟମ୍ ଦେଖାଯାଇଥାଏ ଏବଂ ନିଶ୍ୱାସ ନେବାରେ ବହୁତ ଅସୁବିଧା ହୋଇଥାଏ। ତାହା ସହିତ ଆମର ହାର୍ଟ ଉପରେ କେମିତି ଏଫେକ୍ଟ କରିଥାଏ? ଆମର ବ୍ଲଡ଼ ପ୍ରେସରକୁ ବଢ଼େଇ ଦେଇଥାଏ, କେତେବେଳେ ହାର୍ଟ ଆଟାକ୍ର ସମସ୍ୟା ମଧ୍ୟ ବଢ଼େଇ ଦେଇଥାଏ। ତାହା ସହିତ ଆମ ନର୍ଭ ଉପରେ କିମ୍ବା ଆମର ନର୍ଭସ୍ ସିଷ୍ଟମ୍ ଉପରେ କେମିତି ଏଫେକ୍ଟ କରିଥାଏ ନା ଏହା ଆମର କଗ୍ନିଟିଭ୍ ଫଙ୍କସନ୍କୁ ମଧ୍ୟ କମେଇଥାଏ। ଏବଂ ଆମ ଓଡ଼ିଶାରେ ମଧ୍ୟ ଡିଫରେଣ୍ଟ ଜାଗାରେ ବହୁତ ଖରାପ ମାତ୍ରାର AQI ଦେଖିବାକୁ ମିଳୁଛି। ଏଥିରେ ସର୍ବପ୍ରଥମେ ଅଛି ତାଳଚେର, ତାପରେ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, କଟକ, ସମ୍ବଲପୁର ସମସ୍ତେ ଧାଡ଼ି ହେଇକି ଖରାପ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଛିଡ଼ା ହେଇଛନ୍ତି। ସେଥିପାଇଁ ଏୟାର କ୍ୱାଲିଟି ଆମ ଓଡ଼ିଶାରେ କେମିତି ବେଶୀ ମାତ୍ରାରେ ଆଉ ଖରାପ ନ ହେଉ, ସେଥିପାଇଁ ଧ୍ୟାନ ଦେବାକୁ ହେବ ଆମକୁ ମଧ୍ୟ ଏବଂ ସରକାରକୁ ମଧ୍ୟ। ଡିଫରେଣ୍ଟ କାରଖାନାରୁ ଯେଉଁ ଦୂଷିତ ବାୟୁ ବାହାରୁଛି ତାକୁ କଣ୍ଟ୍ରୋଲ କରିବାକୁ ପଡ଼ିବ। ଯେଉଁ ପ୍ରଦୂଷଣ ଗାଡ଼ି ମଟରରୁ ମଧ୍ୟ ବାହାରୁଛି ତାକୁ ମଧ୍ୟ ଆମକୁ କଣ୍ଟ୍ରୋଲ କରିବାକୁ ହେବ। ତ ଯଦି ଆଜିଠୁ ଆମେ ଏହାକୁ କଡ଼ା ହିସାବରେ ନ ରୋକିଲେ ଫ୍ୟୁଚରରେ ଏହା ବହୁତ ବଡ଼ ସମସ୍ୟାରେ ପରିଣତ ହେବ। ଧନ୍ୟବାଦ।